ସାଧାରଣତଃ ଆମେମାନେ ଆମ ଜୀବନରେ ସୁଖ ପାଇବା ପାଇଁ କ'ଣ କରିଥାଉ? ଗୋଟେ ପରଫେକ୍ଟ ଲାଇଫ୍, ଟଙ୍କା ପଇସାର ବାଲାନ୍ସ, ବ୍ୟାଙ୍କ ବାଲାନ୍ସ, ଘର, ଗାଡ଼ି, ଏହିସବୁ ଆମେ ଆପଣେଇ ଥାଉ। କିନ୍ତୁ ପ୍ରକୃତରେ ସୁଖ କ'ଣ ଏହା ଦେହରେ ଅଛି? ଏହା ବୁଝିବା ପାଇଁ ମୋତେ ତ ବହୁତ ବର୍ଷ ଲାଗିଗଲା। ଯଦି ଆପଣ ଏହା ଜାଣିବାକୁ ଚାହୁଁଛନ୍ତି ତେବେ ଆଜିର ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ। ନମସ୍କାର, ମୁଁ ଶ୍ରୀଧର ଚନ୍ଦ୍ର ପଣ୍ଡା, ଜଣେ ମୋଟିଭେସନାଲ ସ୍ପିକର। ଆପଣମାନଙ୍କୁ ମୁଁ ସ୍ୱାଗତ ଜଣାଉଛି ମୋର ୟୁଟ୍ୟୁବ୍ ଚ୍ୟାନେଲ ଡିଜିଟାଲ ସକ୍ସେସ୍ ପଏଣ୍ଟ। ଡିଜିଟାଲ ସକ୍ସେସ୍ ପଏଣ୍ଟରେ ଆମେମାନେ କଥା ହୁଅନ୍ତି ଆମ ଜୀବନକୁ ଆମେ କିଭଳି ଉନ୍ନତତର କରିବା ଏବଂ ଆମ ଜୀବନର ଲକ୍ଷ୍ୟକୁ ଆମେ କିଭଳି ହାସଲ କରିପାରିବା। ଗଳ୍ପ ନୁହେଁ ସାଧାରଣ, ଏହା ହେଉଛି ଆପଣଙ୍କର ପ୍ରେରଣାର ଶକ୍ତି। ଡିଜିଟାଲ ସକ୍ସେସ୍ ପଏଣ୍ଟ ଆପଣଙ୍କର ସଫଳତାର ସାଥୀ। ତେବେ ଆସନ୍ତୁ ଆଜି ଆଉ ଗୋଟିଏ ପାହାଚ ଚଢ଼ିବା। ଆଜି ଆମେ ଜାଣିବା ଯେ ଆମ ଜୀବନରେ ପ୍ରକୃତରେ ଆମେ କିଭଳି ସୁଖ ଅର୍ଜନ କରିପାରିବା। ଗୋଟିଏ ଛୋଟ କାହାଣୀ କହୁଛି। ଗୋଟିଏ ଛୋଟ ମାଛଟିଏ ଥିଲା, ଖୁସିରେ ପାଣିରେ ପହଁରୁଥିଲା। ଦିନେ ସେଇ ଛୋଟ ମାଛଟି ପହଁରି ପହଁରି ଗୋଟିଏ ବଡ଼ ମାଛ ପାଖକୁ ଆସିଲା ଏବଂ ତାକୁ କହିଲା ଯେ ମୁଁ ଗୋଟିଏ ଜିନିଷ ଖୋଜୁଛି ଯାହାକୁ ସମସ୍ତେ ସମୁଦ୍ର ବୋଲି କୁହନ୍ତି। ବଡ଼ ମାଛଟି ଛୋଟ ମାଛଟିକୁ କହିଲା, ତୋ ଆଖପାଖରେ, ତୋ ଚାରିପାଖରେ ତୁ କ'ଣ ଦେଖୁଛୁ? ଛୋଟ ମାଛଟି କହିଲା, ମୁଁ ତ ମୋ ଚାରିପାଖରେ ଖାଲି ପାଣି ହିଁ ପାଣି ଦେଖୁଛି। ବଡ଼ ମାଛଟି ଛୋଟ ମାଛଟିକୁ କହିଲା, ଏଇଟା ହିଁ ସମୁଦ୍ର, ତୁ ସମୁଦ୍ରରେ ହିଁ ଅଛୁ। ଠିକ୍ ସେହିପରି ଆମେ ଯାହା ଖୋଜୁଛେ ସବୁ ଆମରି ଭିତରେ ହିଁ ଅଛି। ଆମେ ସମାଜରେ ବାସ କରୁଛେ, ଆମେ ଖୋଜୁଛେ ସୁଖ କେଉଁଠି ଅଛି, କ'ଣ କଲେ ଆମକୁ ସୁଖ ମିଳିବ। ସେଥିପାଇଁ ଆମେ ଘର, ଗାଡ଼ି, ଜାଗା କିଣୁଛେ, ପିଲାମାନଙ୍କୁ ବଡ଼ ଅଫିସର ହେବା ପାଇଁ ପାଠ ପଢ଼ଉଛେ, କିନ୍ତୁ ଆମେ ଜାଣିପାରୁନାହେଁ ଯେ ଆମେ ଯେଉଁଠି ଅଛେ ସେଇଠି ହିଁ ଆମକୁ ସୁଖର ସନ୍ଧାନ କରିବାକୁ ପଡ଼ିବ। ଆମେ ଆମ ଚାରିପାଖରେ ସୁଖକୁ ଖୋଜୁଛେ, କିନ୍ତୁ ପ୍ରକୃତରେ ଏହି ସ୍ଥାନ ହିଁ ଆମର କର୍ମଭୂମି। ଏଇଟାରୁ ହିଁ ଆମେ ଆମର ଯାତ୍ରା ଆରମ୍ଭ କରୁଛେ ଏବଂ ଏହି ଜାଗାରେ ହିଁ ଆମକୁ ରହିବାକୁ ପଡ଼ିବ, ଏହି ଜାଗାରେ ହିଁ ଆମକୁ ସୁଖ ମିଳିବ। କିନ୍ତୁ ପ୍ରକୃତରେ ସେଇ ଜିନିଷ ଗୁଡ଼ିକ ସବୁ ଆମ ଭିତରେ ହିଁ ରହିଛି। ଯେପରିକି ରିସୋର୍ସେସ୍, ପୋଟେନ୍ସିଆଲ, ଅପରଚ୍ୟୁନିଟି, ପ୍ରଡକ୍ଟିଭିଟି ସବୁ ଆମ ଭିତରେ ହିଁ ରହିଛି। ପ୍ରକୃତରେ ଆମେ ସେହି ଜିନିଷ ଗୁଡ଼ିକୁ ଯଦି ବ୍ୟବହାର କରିବା ତେବେ ହିଁ ସୁଖ ଆମେ ପାଇପାରିବା। ଦେଖନ୍ତୁ, ମୁଁ ଆପଣଙ୍କୁ ଆମ ଜୀବନର 5ଟି ଶିକ୍ଷା କଥା କହିବି। ଲେସନ୍ 1, ଟାଇମ୍ ଇଜ୍ ଭେରି ପ୍ରିସିୟସ୍। ପିଲାଦିନେ ବାପା ମା ମାନେ ଆମକୁ ସବୁବେଳେ କହିଥାନ୍ତି ଯେ ତୁ ଭଲ ପାଠ ପଢ଼, ଭଲ ଚାକିରିଟିଏ ପାଇବୁ, ଭଲ ପଇସା ରୋଜଗାର କରିବୁ। କିନ୍ତୁ ପଇସା ଅପେକ୍ଷା ଆଉ ଗୋଟେ ଅଧିକ ମୂଲ୍ୟବାନ ବିଷୟ ଅଛି, ଯାହା ହେଉଛି ସମୟ। ସମୟ ବିଷୟରେ କେହି ଆମକୁ କିଛି କହିନଥିଲେ। କିନ୍ତୁ ଦେଖନ୍ତୁ, ପଇସା ତ ଆପଣ ଅର୍ଜନ କରିପାରିବେ, ଯେତେବେଳେ ବି ହେଲେ ଅର୍ଜନ କରିପାରିବେ, କିନ୍ତୁ ସମୟ ଯଦି ଥରେ ଚାଲିଗଲା ତେବେ ସେ ସମୟକୁ ଆପଣ ଆଉ ଫେରାଇ ପାରିବେ ନାହିଁ। ତେଣୁ ସମୟ ହେଉଛି ସବୁଠାରୁ ମୂଲ୍ୟବାନ। ପଇସା ଅପେକ୍ଷା ସମୟର ମୂଲ୍ୟ ବହୁତ ଅଧିକ। ଯଦି ଆମେ ସମୟକୁ ନଷ୍ଟ କରିଦେଉଛେ ତେବେ ଆମେ ଆମର ଭବିଷ୍ୟତକୁ ନଷ୍ଟ କରିଦେଉଛେ। ଦେଖନ୍ତୁ, ପିଲାମାନେ ପାଠଶାଠ ପଢ଼ି ଭଲ ଚାକିରି ଯେତେବେଳେ କରିଦେଉଛନ୍ତି, ସେମାନେ କ'ଣ କରୁଛନ୍ତି? ସେମାନେ ଏନ୍ଜୟ କରିବା ଆରମ୍ଭ କରୁଛନ୍ତି, ପଇସାକୁ ଉଡ଼େଇବା ଆରମ୍ଭ କରୁଛନ୍ତି। କିନ୍ତୁ ଜଣେ ଯୁବକ 20 ବର୍ଷରୁ 30 ବର୍ଷ ବୟସ, 10 ବର୍ଷ ବୟସ ଯଦି ସେ ସମୟକୁ ଠିକ୍ ଭାବରେ ଉପଯୋଗ କରୁଛି ତେବେ ତାର ଭବିଷ୍ୟତ ଉଜ୍ଜଳମୟ ହୋଇଯାଉଛି। କିନ୍ତୁ ଆଜିକାଲିର ପିଲାମାନେ କଲେଜରେ ପାଦ ଦେଉ ଦେଉ ସମୟକୁ ବହୁତ
ଖରାପ ବ୍ୟବହାର କରିଥାନ୍ତି। ବିଭିନ୍ନ ଉପାୟରେ ସାଙ୍ଗସାଥୀମାନଙ୍କ ଗହଣରେ, ହୋଟେଲରେ, କ୍ଲବରେ, ପାର୍କରେ ସେମାନେ ସମୟକୁ ନଷ୍ଟ କରିଦେଇଥାନ୍ତି। ମୋବାଇଲରେ ରିଲ୍ସ ଦେଖି, ଷ୍ଟୋରି ଦେଖି, ସିନେମା ଦେଖି ସେମାନେ ସମୟକୁ ନଷ୍ଟ କରିଦେଇଥାନ୍ତି। କିନ୍ତୁ ପ୍ରକୃତରେ ଯେଉଁ ପିଲାମାନେ ସମୟର ମୂଲ୍ୟ ବୁଝିଥାନ୍ତି ସେମାନେ 20 ବର୍ଷ ବୟସରୁ 30 ବର୍ଷ ବୟସ ପର୍ଯ୍ୟନ୍ତ ଏଇ ଯେଉଁ 10 ବର୍ଷର ସମୟ, ସେ 10 ବର୍ଷର ସମୟକୁ ସେମାନେ ସଦୁପଯୋଗ କରନ୍ତି, କଠିନ ପରିଶ୍ରମ କରନ୍ତି, ସେମାନଙ୍କର ଉଜ୍ଜଳ ଭବିଷ୍ୟତ ଗଢ଼ନ୍ତି। 30 ବର୍ଷ ବୟସ ପରେ ସେମାନଙ୍କର ମଜା ହିଁ ମଜା। କିନ୍ତୁ ଯେଉଁମାନେ ଏ 20 ବର୍ଷ ବୟସରୁ 30 ବର୍ଷ ବୟସ ପର୍ଯ୍ୟନ୍ତ 10 ବର୍ଷ ସମୟକୁ ନଷ୍ଟ କରିଦେଇଥାନ୍ତି, 30 ବର୍ଷ ପରେ ତାଙ୍କର ଖରାପ ସମୟ ଆସିଯାଏ, ସେମାନେ ସାରା ଜୀବନ କାନ୍ଦିଥାନ୍ତି। ତେଣୁ ଏହି 10 ବର୍ଷ ସମୟ ଆପଣଙ୍କୁ ପରିଶ୍ରମ କରିବାକୁ ପଡ଼ିବ। ଆପଣଙ୍କର ସ୍ୱପ୍ନକୁ ପୂରା କରିବା ପାଇଁ ଯାହା ଦରକାର ତାହା କରିବାକୁ ପଡ଼ିବ। କଠିନ ପରିଶ୍ରମ କରନ୍ତୁ। ଆପଣଙ୍କର ପରିବାର ବର୍ଗ, ଆପଣଙ୍କର ବାପା ମା, ଆପଣଙ୍କର ବନ୍ଧୁବାନ୍ଧବ ସମସ୍ତଙ୍କୁ ଦେଖାଇ ଦିଅନ୍ତୁ ଯେ ଆପଣ କ'ଣ ଅଟନ୍ତି, ଆପଣ କ'ଣ କରିପାରିବେ, ତାହା ଦେଖାଇ ଦିଅନ୍ତୁ। ସମୟକୁ ଜମା ନଷ୍ଟ କରନ୍ତୁ ନାହିଁ। ପଏଣ୍ଟ ନମ୍ବର 2, ସ୍କିଲ୍ସ ଆର୍ ଗ୍ରେଟର ଦାନ୍ ଡିଗ୍ରିଜ୍। ଆଜିର ସମୟରେ ଡିଗ୍ରୀର କୌଣସି ମୂଲ୍ୟ ନାହିଁ। ବହୁତ ପିଲା ବହୁତ ଡିଗ୍ରୀ ଧରି ବୁଲୁଛନ୍ତି। ଆମ ସମୟରେ ଯଦି କିଏ ଡିଗ୍ରୀ ହାସଲ କରୁଥିଲା ତ ତାକୁ ଡାକିକିରି ଚାକିରି ଦିଆଯାଉଥିଲା। କିନ୍ତୁ ଏବେ ସାଧାରଣ ପିଅନ ପୋଷ୍ଟଟିଏ ପାଇଁ ବିଟେକ୍, ଏମଟେକ୍ ପିଲା ମଧ୍ୟ ଲାଇନରେ ରହୁଛନ୍ତି। ତେଣୁ ଡିଗ୍ରୀର କୌଣସି ମୂଲ୍ୟ ନାହିଁ। ଯଦି ଆପଣଙ୍କ ପାଖରେ ସ୍କିଲ୍ ଅଛି, ଆପଣ ବିଭିନ୍ନ ପ୍ରକାର କୌଶଳ ଶିଖିଛନ୍ତି, ଆପଣଙ୍କ ପାଖରେ କିଛି ଜ୍ଞାନ ଅଛି, ପାଠପଢ଼ା ଛଡ଼ା କିଛି ଟେକ୍ନିକାଲ ନଲେଜ ରହିଛି, ତେବେ ଆପଣଙ୍କର ଭ୍ୟାଲ୍ୟୁ ରହିଛି। ଆପଣ ଆପଣଙ୍କର ପେଟ ଖୁବ୍ ସହଜରେ ପୋଷି ପାରିବେ। ତେଣୁ ସ୍କିଲ୍ସ ଉପରେ ଆପଣ ଇଣ୍ଟରେଷ୍ଟ ଦିଅନ୍ତୁ, ଆପଣଙ୍କର ଆଗ୍ରହ ବଢ଼ୁ। ପାଠ ତ ସମସ୍ତେ ପଢ଼ୁଛନ୍ତି, ପ୍ରତ୍ୟେକ ଘରେ ପାଠ ପଢ଼ୁଆ ପିଲା ଭର୍ତ୍ତି ହୋଇଯାଇଛନ୍ତି। କିନ୍ତୁ ତାଙ୍କ ଭିତରୁ ଆଗକୁ କିଏ ବଢ଼ିବ? ଯେଉଁମାନେ ଡିଗ୍ରୀ ଛାଡ଼ି ଡିଗ୍ରୀ ସହିତ ଅନ୍ୟ କିଛି ସ୍କିଲ୍ ଶିଖିଛନ୍ତି, ସେଇମାନଙ୍କର ହିଁ ଆଦର ଏ ଦୁନିଆରେ ବେଶୀ। କାହିଁକି ନା ଆଜିକାଲି ହେଲା ଡିଜିଟାଲ ଦୁନିଆ। ତେଣୁ ଡିଜିଟାଲ ଦୁନିଆରେ ଯଦି କିଛି ଡିଜିଟାଲ ସ୍କିଲ୍ ଆପଣଙ୍କ ପାଖରେ ରହିଛି ତାହେଲେ ହିଁ ଆପଣଙ୍କର ଆଦର ବଢ଼ିବ। ଦେଖନ୍ତୁ, ଆପଣ ପାଖରେ ଯେତେ ଅଧିକା ସ୍କିଲ୍ ରହିଥିବ ଆପଣମାନଙ୍କ ପାଖକୁ ସେତେ ଅଧିକ ଅପରଚ୍ୟୁନିଟି ଆସିବ। ଆଜିର ଦୁନିଆରେ ଡାଟା ଆନାଲିଷ୍ଟ, ଡାଟା ସାଇନ୍ସ, ଗ୍ରାଫିକ୍ ଡିଜାଇନିଂ, ସିନେମାଟୋଗ୍ରାଫି ଏହିଭଳି ଟେକ୍ନିକାଲ ସବଜେକ୍ଟ ଉପରେ ଯଦି ଆପଣଙ୍କ ପାଖରେ କିଛି ସ୍କିଲ୍ ରହିଛି ତେବେ ନିଶ୍ଚିତ ଭାବରେ ଆପଣଙ୍କ ପାଖକୁ ଅପରଚ୍ୟୁନିଟି ଆସିବ, ଆପଣ କାମ ପାଇଯିବେ। କିନ୍ତୁ ଖାଲି ଡିଗ୍ରୀ ଧରି ବୁଲିଲେ କିଛି ଲାଭ ନାହିଁ। ତେଣୁ ଡିଗ୍ରୀ କରିବା ସହିତ, ପାଠପଢ଼ା ସହିତ ଆପଣ କିଛି ଅନ୍ୟାନ୍ୟ ସ୍କିଲ୍ ଶିଖନ୍ତୁ, ତାହା ଆପଣଙ୍କର କାମରେ ଆସିବ। ପଏଣ୍ଟ ନମ୍ବର 3, ମନି ମ୍ୟାନେଜମେଣ୍ଟ। ଯଦି ବି ଆପଣ କୌଣସି ଚାକିରି ପାଇଗଲେ, ଆଜିକାଲିର ପିଲାମାନେ ଯଦି ଚାକିରି ପାଇଯାଉଛନ୍ତି ସେମାନେ କ'ଣ କରୁଛନ୍ତି? ଚାକିରି ପାଇବା ମାତ୍ରେ ତାଙ୍କର ଯେତେବେଳେ ପ୍ରଥମ ଦରମା ତାଙ୍କ ପକେଟକୁ ଆସିଯାଉଛି, ସେମାନେ ଭାବୁଛନ୍ତି ଯେ ଆମେ ସେଟଲ୍ ହେଇଗଲୁ, ଆମର ଲାଇଫ୍ ସେଟଲ୍ ହେଇଗଲା। ତାପରେ ସେମାନେ ଆଇଫୋନ୍ କିଣିବା ପାଇଁ ଚାହୁଁଛନ୍ତି, କାର୍ କିଣିବା ପାଇଁ ଚାହୁଁଛନ୍ତି, ଦାମିକିଆ ଘରର ଆସବାବପତ୍ର ସବୁ କିଣିବା ପାଇଁ ଚାହୁଁଛନ୍ତି, ସବୁ ଇଏମ୍ଆଇରେ। କିନ୍ତୁ ସେମାନେ ଜାଣିପାରୁନାହାନ୍ତି ଯେ ସେ ଇଏମ୍ଆଇ ତାଙ୍କ ଜୀବନକୁ କିଭଳି ନଷ୍ଟ କରିଦେଉଛି। ଗୋଟିଏ କମ୍ପାନୀରେ ଆପଣ ଚାକିରି କଲା ପରେ ଯଦି ଆପଣ ଲୋନ୍ କରିକିରି ଜିନିଷ କିଣି ନେଉଛନ୍ତି, ଆପଣଙ୍କୁ ଇଏମ୍ଆଇ ଭରିବାକୁ ପଡ଼ିବ, ତେବେ ଆପଣ ବନ୍ଧା ହେଇଗଲେ। ଆପଣ ଚାହିଁଲେ ବି ସେ କମ୍ପାନୀରୁ ଚାକିରି ଛାଡ଼ି ଅନ୍ୟ କମ୍ପାନୀକୁ ଯାଇପାରିବେ ନାହିଁ। ସେ କମ୍ପାନୀରେ କମ୍ ଦରମା ଦେଉଥିଲେ ବି ଆପଣ ରହିବାକୁ ବାଧ୍ୟ ହେବେ। କାହିଁକି ନା ଆପଣଙ୍କୁ ମାସ ଶେଷରେ ଇଏମ୍ଆଇ ଭରିବାକୁ ପଡ଼ିବ। ଆପଣଙ୍କର ଗୋଟେ ବଜେଟ୍ ତିଆରି ହେଇଯିବ ଯେ ମୁଁ ଏତିକି ଟଙ୍କା ଦରମା ପାଇବି, ତା ଦେହରୁ ଏତିକି ଟଙ୍କା ମୋତେ ଇଏମ୍ଆଇ ଦେବାକୁ ପଡ଼ିବ।
ପିଲାମାନଙ୍କର ପାଠ ପଢ଼ାରେ ଏତିକି ପଇସା ଖର୍ଚ୍ଚ ହେଇଯିବ। ଯଦି ଆପଣ ଚାକିରି ଛାଡ଼ି ଦେଉଛନ୍ତି ତାହେଲେ ଅନ୍ୟ କୌଣସି କମ୍ପାନୀରେ ଚାକିରି ପାଇବେ କି ନ ପାଇବେ ତାର କୌଣସି ଗ୍ୟାରେଣ୍ଟି ନାହିଁ। ତେଣୁ ମନି ମ୍ୟାନେଜମେଣ୍ଟ ଏକ ବହୁତ ବଡ଼ ଜିନିଷ, ଆପଣଙ୍କୁ ତାହା ଶିଖିବାକୁ ପଡ଼ିବ। ମୁଁ ଆପଣଙ୍କୁ ଗୋଟିଏ 50-30-20 ରୁଲ୍ କହୁଛି। ସବୁବେଳେ ଆପଣ ଯେତିକି ଟଙ୍କା ଦରମା ପାଉଛନ୍ତି ତାହାର 50% ପଇସା ଆପଣଙ୍କର ଘର ଚଳିବା ପାଇଁ ରଖିଦିଅନ୍ତୁ। ତେଣୁ ଆପଣଙ୍କର ମାସିକ ଖର୍ଚ୍ଚ ଯାହା ହେବ ଆପଣଙ୍କ ତା ଭିତରେ ସବୁ ଆସିଯିବ। ଆପଣଙ୍କର ଖାଇବା ଖର୍ଚ୍ଚ, ପିନ୍ଧିବା ଖର୍ଚ୍ଚ, ପିଲାଙ୍କ ପାଠପଢ଼ା ଖର୍ଚ୍ଚ, ଆପଣଙ୍କର EMI ସବୁ 50% ଭିତରେ ଆସିବ। 30% ଆଖି ବୁଝି ସେଭ୍ କରନ୍ତୁ। ଯେତେବେଳେ 1 ତାରିଖରେ ଆପଣଙ୍କ ଦରମା ପାଉଛନ୍ତି 30% ଆପଣଙ୍କର ସେଭିଂ କରନ୍ତୁ। ତାହା ଭବିଷ୍ୟତରେ ଆପଣଙ୍କର ବହୁତ କାମରେ ଲାଗିବ। ଏବଂ ସେ 30% ଯେଉଁ ସେଭିଂ କରିବେ ତାହା ଆପଣ ଫିକ୍ସড ଡିପୋଜିଟ୍ କରିପାରିବେ, କିଛି ଇନଭେଷ୍ଟମେଣ୍ଟ କରିପାରିବେ। କାହିଁକି ନା ଫିକ୍ସড ଡିପୋଜିଟ୍ରେ ଯେତିକି ରିଟର୍ଣ୍ଣ ଆପଣ ପାଇବେ, ଇନଭେଷ୍ଟମେଣ୍ଟରେ ତାଠୁ ବହୁ ଅଧିକା ରିଟର୍ଣ୍ଣ ଆପଣ ପାଇବେ। କିନ୍ତୁ ସେଥିପାଇଁ ଆପଣଙ୍କୁ ଟିକେ ବୁଝି ବିଚାରି ଇନଭେଷ୍ଟମେଣ୍ଟ କରିବାକୁ ପଡ଼ିବ। ଭଲ ଭଲ କମ୍ପାନୀର ସେୟାର କିଣିକି ଆପଣ ଇନଭେଷ୍ଟ କରନ୍ତୁ। ଦେଖିବେ କିଛି ବର୍ଷ ପରେ ତାହା ଗୋଟିଏ ବଡ଼ ଆମାଉଣ୍ଟ ହେଇକି ଆପଣଙ୍କ ପାଖକୁ ରିଟର୍ଣ୍ଣ ଆସିବ ଏବଂ ତାହା ଆପଣଙ୍କର ଭବିଷ୍ୟତକୁ ଉଜ୍ଜଳମୟ କରିବାରେ ସାହାଯ୍ୟ କରିବ। ଦେନ୍ 20% ପଇସାରେ ଆପଣ ନିଜ ପାଇଁ ରଖନ୍ତୁ ଖର୍ଚ୍ଚ କରିବା ପାଇଁ। କାହିଁକି ନା ଆପଣ ପରିଶ୍ରମ କରି ଚାକିରି ବାକିରି କଲେ ତ ଆପଣଙ୍କର ଗୋଟିଏ ଜୀବନ ଅଛି। ଆଜି ଦିନରେ ଯେଉଁମାନେ ସବୁ ଚାକିରି କରୁଛନ୍ତି ସେମାନେ ଗଧ ଭଳି ଖଟୁଛନ୍ତି। ତେଣୁ ଆପଣଙ୍କୁ ମଧ୍ୟ ଗଧ ଭଳି ଖଟିବାକୁ ପଡ଼ିବ। କିନ୍ତୁ ଛୁଟି ଦିନରେ ଆପଣ ଟିକେ ଏନ୍ଜୟ କରନ୍ତୁ, ନିଜ ଲାଇଫକୁ ଉପଭୋଗ କରନ୍ତୁ। ସେଥିପାଇଁ 20% ପଇସା ଆପଣ ରଖନ୍ତୁ। କିଛି ନହେଲେ ଫ୍ୟାମିଲି ସହିତ ଟିକେ ବୁଲାବୁଲି କରନ୍ତୁ। ଯଦି ଆପଣ ମଝିରେ ମଝିରେ କାମରୁ ବ୍ରେକ୍ ନେଇକରି ବୁଲାବୁଲି କରୁଛନ୍ତି ଆପଣଙ୍କର ମାଇଣ୍ଡ ଫ୍ରେଶ୍ ହେଇଯିବ, ଆପଣଙ୍କ ଶରୀରରେ ଟିକେ ସ୍ଫୁର୍ତ୍ତି ଆସିଯିବ, ଆପଣ ପୁଣି କାମ କରିବା ପାଇଁ ଆପଣଙ୍କର ଆଗ୍ରହ ବଢ଼ିଯିବ। ତେଣୁ 50-30-20 ରୁଲ୍କୁ ଆପଣ ଆପଣାନ୍ତୁ। ଲେସନ୍ 4, ଚୁଜ୍ ୟୁର ସର୍କଲ୍ ୱାଇଜଲି। ଆପଣ ଆପଣଙ୍କର ସର୍କଲ୍, କେଉଁ ଲୋକମାନଙ୍କ ସହିତ ଆପଣ ମିଶିବେ ତାହାକୁ ଭଲ ଭାବରେ ଟିକେ ଚିନ୍ତା କରି କରନ୍ତୁ। କାହିଁକି ସବୁବେଳେ ପଜିଟିଭ୍ ମାଇଣ୍ଡେଡ୍ ଲୋକଙ୍କ ସହିତ ମିଶନ୍ତୁ। ଯଦି ଆପଣ ପଜିଟିଭ୍ ମାଇଣ୍ଡେଡ୍ ଲୋକଙ୍କ ସହିତ ମିଶୁଛନ୍ତି ତେବେ ଆପଣଙ୍କର ମାଇଣ୍ଡ ମଧ୍ୟ ସବୁବେଳେ ପଜିଟିଭ୍ ରହିବ ଏବଂ ସଫଳ ଲୋକମାନଙ୍କ ସହିତ ମିଶିଲେ ଆପଣଙ୍କର କାର୍ଯ୍ୟକଳାପ ମଧ୍ୟ ସେଇଭଳି ହେବ, ଆପଣଙ୍କର କଥାବାର୍ତ୍ତା ମଧ୍ୟ ସେଇଭଳି ହେବ, ଆପଣଙ୍କର ଆଚାର ବ୍ୟବହାର ମଧ୍ୟ ସେଇଭଳି ହେବ। ଫଳରେ ସୋସାଇଟିରେ ଆପଣଙ୍କର ସମ୍ମାନ ବଢ଼ିବ, ଅନ୍ୟମାନେ ଆପଣଙ୍କୁ ସମ୍ମାନ ଦେବେ। ତେଣୁ ଆପଣମାନଙ୍କୁ ଆପଣଙ୍କ ଠାରୁ ଯେଉଁମାନେ ବେଟର, ଆପଣଙ୍କ ଠାରୁ ଟିକେ ଅଧିକ ଇଣ୍ଟେଲିଜେଣ୍ଟ ପିପୁଲ୍, ସ୍ମାର୍ଟ ପିପୁଲ୍, ସେମାନଙ୍କ ସହିତ ଆପଣ ମିଶନ୍ତୁ। ସକ୍ସେସଫୁଲ୍ ପିପୁଲ୍, ସେମାନଙ୍କ ସହିତ ଆପଣ ମିଶନ୍ତୁ। ଯାହାଫଳରେ ଆପଣ ମଧ୍ୟ ଆଗକୁ ଆପଣଙ୍କ ଜୀବନକୁ ଉନ୍ନତ କରିପାରିବେ। ଲେସନ୍ ନମ୍ବର 5, ଅଲୱେଜ୍ ଟେକ୍ ଦ ରିସ୍କ। ସବୁବେଳେ ରିସ୍କ ନେବା ପାଇଁ ଚେଷ୍ଟା କରନ୍ତୁ। ବହୁତ ଲୋକ କ'ଣ କରନ୍ତି ନା ସବୁବେଳେ ନିଜକୁ କମ୍ଫର୍ଟ ଜୋନ୍ରେ ରଖନ୍ତି, ରିସ୍କ ନେବା ପାଇଁ ଆଦୌ ଚାହାନ୍ତି ନାହିଁ, ସେଫ୍ ଜୋନ୍ରେ ରହିବାକୁ ଚାହାନ୍ତି। ଯଦି ଆପଣ ସବୁବେଳେ ସେଫ୍ ଜୋନ୍ରେ ନିଜକୁ ରଖିବାକୁ ଚାହିଁବେ ତେବେ ଆପଣ ଆଜି ଯାହା ଅଛନ୍ତି କାଲି ମଧ୍ୟ ସେଇଆ ରହିବେ, ଆଗକୁ ବଢ଼ିପାରିବେ ନାହିଁ। ତେଣୁ ସବୁବେଳେ ରିସ୍କ ନେବା ପାଇଁ ଚାହାନ୍ତୁ। ମୋର୍ ରିସ୍କ ମୋର୍ ଗେନ୍। ଯଦି ଆପଣ ଅଧିକ ରିସ୍କ ନେଉଛନ୍ତି ଅଧିକ ଗେନ୍ ଆପଣ କରିବେ। ଯେକୌଣସି କାର୍ଯ୍ୟ କରିବା ପାଇଁ ଆପଣ ଆଗକୁ ବାହାରନ୍ତୁ। ଫଳରେ କ'ଣ ହେବ ନା କାର୍ଯ୍ୟଟି କରିବା ପାଇଁ ଆପଣ ଚେଷ୍ଟା କରିବେ। ଯଦି ଆପଣଙ୍କୁ ନ ଆସୁଛି ଆପଣ ଶିଖିବେ, ଯାହାଫଳରେ ଆପଣ ବହୁତ କଥା ଶିଖିପାରିବେ। ଯଦି ଆପଣ ରିସ୍କ ନେଉନାହାନ୍ତି ତେବେ ଆପଣ କିଛି ଶିଖୁନାହାନ୍ତି, ଆପଣଙ୍କ ଜୀବନ ଷ୍ଟାଟିକ୍ ହେଇକି ରହିଯାଉଛି, ଆପଣ ସ୍ଥିର ହେଇକି ରହିଯାଉଛନ୍ତି। ସେଇ ଗୋଟିଏ କଣ୍ଡିସନରେ ଆପଣଙ୍କ ଲାଇଫ୍ କଟିଯିବ।
किंतु जदि आपण किसी रिस्क नौछंती अन्यान्य कार्य प्रति आग्रह प्रकाश करुछंती तेबे बहुत गुड़े काम आपण करि परिबे, बहुत कथा आपण शिखि परिबे, आपण जीवन रे आपण आगो को जाई परिबे एवं सब बेले पॉजिटिव माइंड जदि आपण रहुछि तेबे आपण मथे खुशी रे भी रही परिबे। मु जेतेबेले रिटायर्ड हो गली सेतेबेले मु भाबिली जे मु कोन करिवि, मो पाखे तो बहुत समय रही, मु घरे अन्यान्य लोकंग भली बसी पारि थांती, खाइकिरी सोई पारि थांती, टीवी देखी 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 समय मोर कटई दे पारि थांती, किंतु मु चिंता कली ना किछि गोटे करबा को पड़ियो, मोर समय को मु ठीक भाव केमती उपयोग करी। तेणु मु भाबिली जे मु वीडियो करी एवं मोटिवेशनल स्पीकर हिसाब रे मु मोर वीडियो तैयारी करी। धीरे धीरे मु वीडियो तैयारी कली। प्रथम प्रथमे मोर व्यूज 50-100 एभली आसिला, किंतु मु निराश हेले नाही, कौनसी आशा न रखी मु वीडियो तैयारी करी चलली। वीडियो तैयारी करी पैसा रोजगार करी ए आशा मोर नाही बा ए आशा मोर केबे भी नथिला, बरं हाथ पैसा खर्च करी मु वीडियो तैयारी करी चलली। देखंतु धीरे धीरे 50-100 व्यूज रु बर्तमान मोर 1000, 2000, 10,000, 50,000, 70,000, 80,000 पर्यंत व्यूज गलानी। तेणु जो काम आपण कौन सी आशा न रखी आपणकर खुशी पाई करुछंदी सेतिरे निश्चित भाव में आप सफल हेबे। तो ये वीडियो मोर बनैबार उद्देश्य है कौन ना, मु बर्तमान रिटायर्ड हो गली, मो जीवन जहाँ अनुभूति से अनुभूति को मु आपन आगे कहूँ। जदि आपण ये अनुभूति को नहीं ग्रहण करी निज जीवन रे प्रतिपादित करुछंती तेबे आपण सफल हो पारे, आगो को मध्य आगे जाई पारे। सब मन रखंतु आपण जहाँ भाबुछंती ताहा आपण करंतु, आपण को जहाँ भल लगुछि ताहा आपण करंतु। जो कार्य को आपण बारंबार करुछंती ताहा आपणकर हैबिट रे परिणत हो जिवो एवं सेही हैबिट दिन आपण को लाइफस्टाइल दबो एवं सेही लाइफस्टाइल आपणकर डेस्टिनी लिखिबो। जदि आपण आपणकर माइंडसेट को कंट्रोल कर देउछंती तेबे आपणकर जीवन को आपण बदलै दे पारिबे, आपणकर लाइफस्टाइल सेही भली हे जिवो, आपणकर डेस्टिनी मध्य सेही भली लेखा हे जिवो, आपणकर जीवन मध्य सेही भली बदली जिवो, आपण आगो को सेही भली चलिबे। आशा करुछि ए भिडियोटी रु आपण किछि भी प्रेरणा पाइथिबे। जदि किछि प्रेरणा आपण को मिलुछि तेबे भिडियोटी को लाइक करंतु, निजर बंधु बांधव सहित शेयर करंतु। जदि नुआ देखुछंती तेबे ए चैनल को सब्सक्राइब करंतु, ए भली नुआ नुआ कथा आपण पाखरे प्रथमे पहुंची पारिबो। एवं खूब शीघ्र मु पुणी आ गोटे नुआ कथा नहीं आपण पाखक आसबि। से पर्यंत मते विदाय दियंतु। भगवान आपण को भलरे रखंतु, आपण जीवन में सफल हुंतु, आपणकर लक्ष्य को हासिल करंतु। आज पई रहूछि। जय जगन्नाथ।